श्री गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानंद माधवम। नमस्कार बंधुगण, जय जगन्नाथ। आज श्रीमद् देवी भागवत द्वितीय स्कंध आरंभ। किछि समय हेउ पछे गोटे अध्याय हेउ पछे निश्चय शुणंतु। तेबे आसंतु आरंभ करिबा श्रीमद् देवी भागवत द्वितीय स्कंध प्रथम अध्याय। जय गो भगवती भवंक घरणी नगराज जे मागो संकट तारिणी। नागराज वदन गणेश जननी जाग प्रिया नमयी नमयी मुपुणी। त्रिपुरारी हरिंक मानस हारिणी त्रिपुराधिष्ठात्री विधानकारिणी। त्रिकालज्ञ भक्तंक त्रितापवारिणी त्रिमूर्ति देवंकर त्रिशक्ति रूपिणी। भवनाट्य छत्रर गोसत्र धारिणी सुरंकर सपक्षा असुर मारिणी। स्वयंभू शंभु कंबुधर आदि देवे तुम्भ विना अशक्त अटंती तदेवे। तुम्भ दया नहिले आगो महामाई भव माया जंजाळे होई जानती बाई। तुम्भर प्रेम भक्ति भव लीला किछि टाणी हंती पंडिते न जानती बाछि। भक्तंक हृदय पद्मे रहिण मंगला सभक्ति भाव दिय गो भक्त वत्सला। मोर छार पामर नर तुम्भ भाव दुर्गया माया गो काहू बापाइब। तुम्भ कृपा बलरु देवी भागवत प्रथम स्कंध गीत हेला समापत। द्वितीय स्कंध टिकी स्वमातृभाषा पद्यानुवाद मात करिबा आशारे। भरोसा करी तब पदे रखी दंभ सहसा ईशानी गो करई आरंभ। अन्नपूर्णा संपूर्ण करुणा रे पूर्ण अपर्णा गो श्रीपर्णा कराओ संपूर्ण। तुम्भ कृपा प्रभाव मलय बुहाई विघ्नतम महिला दियंतु उड़ाई। आहे साधु समूह घेनम विनय मागुछि तब पदे जोड़ी कर दोय। मोर परि अज्ञानी बाळु तके नाही करी नाही साधुंक समारम काहि। पाठ शास्त्रे प्रवीण मनु होई किछि देवी कृपा प्रभावे भरोसा करिछि। दोषा दोष विचारी क्षमा प्रदानिबे सुसारांश सुहंसा पराए घेनिबे। चंडाल स्पृष्ट गंगा जलर पराय ग्राह्य कर मगिर हे साधु समूह। मत्स्य गंधार जन्म। ऋषि गण कहिले आहे मेधावंत आपणक वचन आश्चर्य अत्यंत। कारण न कहिल करिण निश्चय तपस्वी वृंदंकर ए हेतु संशय। व्यास माता सत्यवती
ସତ୍ୟବତୀଙ୍କ କର କଞ୍ଜ ଗ୍ରହଣ କରିବାର ଶାନ୍ତନୁ ନୃରାଜ ସେ କୌତୁକ ବିଦାହ ଜାଣିଛୁ ପୂର୍ବରୁ ପଚାରିବା ବିଷୟ କହ ଋଷି ମେରୁ ବ୍ୟାସଦେବ କିପରି ତାହାଙ୍କ ନନ୍ଦନ ହୋଇ ହେଲେ ସନ୍ତାପ ହୃଦୟ ଚନ୍ଦନ ଅନ୍ତପୁରେ ଥାନ୍ତି ସତ୍ୟବତୀ ସତୀ ହରିଲେ କେଉଁ ପରି ଶାନ୍ତନୁ ନୃପତି ଶାନ୍ତନୁଙ୍କ ସହିତ ମାତି ସତ୍ୟବତୀ ଶାନ୍ତ କରି ସୁର ସେ ନିଜ ମତି ସତୀ ଗର୍ଭଲଦି ସେ କାଶ ହାସି ପୁତ୍ର ଦୋୟ କି ରୂପେ ଜାତ କଲେ ପଚାରଇ କହ ସେ ମହାଭାଗ ଏହି ପବିତ୍ର ଇତିହାସ ବିସ୍ତାର କରି କର ଯଥାର୍ଥ ପ୍ରକାଶ ସେ ବେଦ ବ୍ୟାସଙ୍କର ସତ୍ୟବତୀଙ୍କର ଜନ୍ମ ହେବା ବୃତ୍ତାନ୍ତ ଶ୍ରବଣେ ତତ୍ପର ଅଭିଳାଷୀ ହୋଇଛୁ କହନ୍ତୁ ଆପଣ ଅଭିନବ ବ୍ରତରେ ହୋଇ ପାରାୟଣ ସୁତଦେବ କହିଲେ ଯେଉଁ ବାଗ ଜାତ ବୀଜ ଛଳେ ଉଚ୍ଚାର କରିବାର ମାତ୍ର ମୁଖ୍ୟ ଆସି ସାକ୍ଷାତେ ମିଳେ କର ତଳେ ସେହି ବୀଜ ଦ୍ୱାରାଟି ସର୍ବଦା ସକାଳେ ସର୍ବକାମ ଅର୍ଥର ସଂସିଦ୍ଧ ସକାଶ ବାଞ୍ଛିତାର୍ଥ ଦାତ୍ରୀଙ୍କୁ ସ୍ମରିବା ଅବଶ୍ୟ ଚତୁର୍ବର୍ଗ ଦାୟିନୀ ପରମାଦ୍ୟାଙ୍କୁ ପ୍ରଣାମ କରି ମୋହି ସେ ଶକ୍ତି ମାତାଙ୍କୁ ଶୁଭକର ପୂର୍ବ କାଳର ଇତିହାସ ପରକାଶ କରଇ ଶୁଣ ହେ ତାପସ ପୂର୍ବରେ ଚେଦିରେ ସେ ଥିଲେ କରାଜା ଦ୍ୱିଜରାଜ ସମାଜେ ପାଇ ଦିବ୍ୟ ପୂଜା ଧାର୍ମିକ ପ୍ରବର ସତ୍ୟ ସନ୍ଧବୀର ଉପରି ଚରନାମେ ଚେଦିଅଧୀଶ୍ୱର ତାହାଙ୍କର ତପରେ ଇନ୍ଦ୍ର ତୋଷ ପାଇ ପ୍ରିୟ କାର୍ଯ୍ୟ ସଂସିଦ୍ଧ ଶୀଘ୍ର ହେବା ପାଇଁ ସ୍ଫଟିକ ମଣିମୟ ଶୁଭ ପଦ ପୁନ ଦେଇଥିଲେ ତାହାଙ୍କୁ ଗୋଟିଏ ବିମାନ ସେ ଧାର୍ମିକ ରାଜନ ସେ ଦିବ୍ୟ ବିମାନେ ଗତାଗତ କରନ୍ତି ବସି ସର୍ବସ୍ଥାନେ କେବେ ହେଣ ରହନ୍ତି ଭୂମି ତଳ ଭାଗେ ରହିଥାନ୍ତି ସର୍ବଦା ସେ ଉପରି ଦିଗେ ଉପରି ଚର ସଦା ହେବାର ସକାଶୁ ଲୋକେ ଖ୍ୟାତ ନାମ ଉପରି ଚର ବସୁ ଗିରିକା ନାମେ ତାଙ୍କ ସୁନ୍ଦର ଭାରିଜା ଲାବଣ୍ୟବତୀ ସତୀ ସୁନାରୀଙ୍କ ରାଜା ମହତ ପରାକ୍ରମୀ ମହାବୀର୍ଯ୍ୟବନ୍ତ 500 ସୁପୁତ୍ର କଲେ ସେ ସଂଜାତ ଭିନ୍ନ ଭିନ୍ନ ରାଜ୍ୟରେ ନିଜ ଆତ୍ମଜଙ୍କୁ ଦିଆଇଲେ ସେ ରାଜା ନୃପତି ପଣଙ୍କୁ ଏକ ଦିନେ ତାହାଙ୍କ ଭାରିଜା ଗିରିଜା ଋତୁ ସ୍ନାନେ ପବିତ୍ରା ହୋଇଣ ସେକା ପୁଂସବନ ସକାଶ ନିଜ ଈଶପାଶ ବିନୟ ଅଭିଳାଷ କରିଲେ ପ୍ରକାଶ ସେଦିନ ହୋଇଥିଲା ତାଙ୍କ ପିତୃତିଥି ପିତୃଗଣ ଆସିଣ କହିଲେ ଝଟତି ଶ୍ରାଦ୍ଧ ହେତୁ ଶ୍ରଦ୍ଧାରେ ମୃଗ ମାର ଯାଇ ପିତୃଙ୍କର ଏ ବାକ୍ୟ ଶୁଣିଛେ ଦିଶାଇ ଋତୁସ୍ନାତା ହୋଇଣ ନିଜ ଭାର୍ଯ୍ୟ ଆସି
ପ୍ରାର୍ଥନା କରିବାରେ ଚିନ୍ତା କଲେ ବସି ପିତୃଙ୍କର ବାକ୍ୟର ମଣି ଗୁରୁତର କରିବାର ନିଶ୍ଚୟ ଭାବି ନରବର ମନେ ମନେ ସୁମରି ଗିରିଜା ପତ୍ନୀଙ୍କୁ ମୃଗୟାର୍ଥେ ଗମିଲେ ଗହନ ବନକୁ ଅରଣ୍ୟ ମଧ୍ୟ ଗତ ହେଲେ ହେଁ ରାଜଶ୍ରୀ ଗିରିକାଙ୍କ ପ୍ରାର୍ଥନା ମନେ ପଡ଼େ ଆସି ରମପମା ପରମ ରମଣୀ ସୁନ୍ଦରୀ ଲାବଣ୍ୟବତୀ ସତୀ ଗିରିଜା ସୁନାରୀ ଲୀଳା ଖେଳା ଭାବ ହେବାରେ ସେ ସ୍ମରଣ ହୋଇଗଲା ତାଙ୍କର ରେତଟି ସ୍ଖଳନ ସେ କାଳେ ବଟ ପତ୍ରରେ ତ ରଖି ଆପେ ବିଫଳ ନହୁ ବୀର୍ଯ୍ୟ ଭାବିଲେ ସେ ଆପେ ଭାର୍ଯ୍ୟାର ଋତୁ କାଳ ମନେ ମନେ ସ୍ମରି ଅମୋଘ ବୀର୍ଯ୍ୟ ଏତ ସତ୍ୟ ଜାଣିପାରି ପ୍ରେରଣ କରିବାରେ ପ୍ରିୟାର ନିକଟ ନିଶ୍ଚୟ କରିଲେ ସେ ରାଜର୍ଷି ମୁକୁଟ ଉପଯୁକ୍ତ ସମୟ ଜାଣି ବଟ ପତ୍ରେ ପୁଡ଼ା ବାନ୍ଧି ଦେଇଣ ମନ୍ତ୍ରୀ ଅଭିମନ୍ତ୍ରେ ପାର୍ଶ୍ୱସ୍ଥିତ ଗୋଟିଏ ଶ୍ୟନ ପକ୍ଷୀ ଡାକି ସମ୍ବୋଧନ କରିଣ କହିଲେ ଏତିକି ଆହେ ପ୍ରିୟ ଏ ଶୁକ୍ର ପୁଡ଼ା ଟିକିନିୟ ମୋର ଗୃହାଭିମୁଖେ ଶୀଘ୍ରେ ଉଡ଼ିଯାଅ ଶୁଭ ହେଉ ତୁମ୍ଭର ମୋର ପ୍ରିୟ ପାଇଁ ଅନ୍ତପୁର ମଧ୍ୟସ୍ଥ ଗୃହ ଟିକି ଯାଇ ପ୍ରିୟା ପତ୍ନୀ ମୋହର ମହାଦେଇ ରାଣୀ ଗିରିକା ରମଣୀଙ୍କୁ ପ୍ରଦାନିବ ଜାଣି କରିଛନ୍ତି ସେ ଋତୁ କାଳ ସ୍ନାନ ଆଜି କରିଥିବ ଅପେକ୍ଷା ମତେ ହେଜି ହେଜି ସୁତଦେବ କହିଲେ ସେହି ନର ରାଣ ସେ ସେନ ପକ୍ଷୀ କିଏ ପରି କହିଣ ଶୁକ୍ରପୂର୍ଣ୍ଣ ସେ ବଟ ପତ୍ର ପୁଡ଼ା ଦେଲେ ପରମ ଗତିଶୀଳ ସେନ ସେହି କାଳେ ଚଞ୍ଚୁପୁଟେ ସେ ରେତ ପତ୍ର ପୁଟ ଧରି ଗଗନ ମଣ୍ଡଳରେ ଉଠିଲେ ବିହରି ଏହା ଦେଖି ଅପର ସେନ ପକ୍ଷୀ ଆସି ଆମିଷ ବୋଲି ଦୃଢ଼େ ଥଣ୍ଟରେ ଆକର୍ଷି ଆକାଶ ମାରଗରେ ପରସ୍ପରେ ଦୁଇ ଯୁଦ୍ଧ କଲେ ତୁଣ୍ଡରେ ମରା ମରି ହୋଇ ରେତ ପୂର୍ଣ୍ଣ ସେ ବଟ ପୂର୍ଣ୍ଣ ପୁଟ ପୁଣ ଯମୁନା ଜଳ ସ୍ରୋତେ ହୋଇଲା ପତର ସେ ପୁଡ଼ା ପଡ଼ିବାର ଦେଖି ଦୁଇ ପକ୍ଷୀ ନିଜ ନିଜ ସ୍ଥାନକୁ ଗଲେ ହୋଇ ଦୁଃଖୀ ସେ ଯମୁନା ଜଳରେ ଏକ ଦ୍ୱିଜ ପୁଅ ସନ୍ଧ୍ୟା କରୁଥିଲେ ହେରୁଷି ସମୂହ ଏ ସମୟ ଅଦ୍ରିକା ଅପ୍ସରା ସେ କାଳେ ପ୍ରବେଶିଲା ସେ ସ୍ଥାନେ ଯମୁନାର ଜଳେ ଜଳ କେଳି କରିଣ କଲା ବିଚରଣ ଜଳେ ବୁଡ଼ି ଧରିଲା ବ୍ରାହ୍ମଣ ଚରଣ କରୁଥିଲେ ସେ ପ୍ରାଣାୟାମ ସେହି କାଳେ ଇଚ୍ଛାଚାରୀ ନାରୀ କି କୋପେ ସାପ ଦେଲେ ମୋର ଧ୍ୟାନ ଭାଙ୍ଗିଲୁ ନଥାଇ କାରଣ ଏଣୁ ମତ୍ସି ହୋଇ ତୁ କର ବିଚରଣ ଅଭିଶାପ ଲଭିଣ ଦ୍ୱିଜବର ଠାରୁ ଅପ୍ସରୀ ବରା ରୋହା ଅଦ୍ରିକା ଶୁଭୁରୁ ମତ୍ସ୍ୟ ହୋଇ ସେ ମତ୍ସ୍ୟ ନେତ୍ରୀ ସେହି କ୍ଷଣ
ଯମୁନା ଜଳ ସ୍ରୋତେ କଲା ବିଚରଣ ସେନ ମୁଖ ପତିତ ଚେଦି ରାଜାଙ୍କର ଅମୋଘ ବୀର୍ଯ୍ୟ ପତ୍ର ପୁଡ଼ା ଭାସିବାର ସେ ମତ୍ସ୍ୟ ସ୍ୱରୂପିଣୀ ଅଦ୍ରିକା ଅପ୍ସରା ଭକ୍ଷଣ କଲା ଜାଣି ଭକ୍ଷ ବସ୍ତୁ ପରା 10 ମାସ ସମ୍ପୂର୍ଣ୍ଣ ହୋଇବାରେ ପୂର୍ଣ୍ଣ ଦୈବରେ ଗୋଟିଏ ଧୀବର ନନ୍ଦନ ଜାଲ ଫିଙ୍ଗି ଦେଇଣ ଯମୁନାର ଜଳେ ବିବନ୍ଧନ କରିଲା ସେ ମତ୍ସ୍ୟକି ବଳେ ତକ୍ଷଣରେ ତାହାର ଉଦର ବିଦୀର୍ଣ୍ଣ କରିବାରେ ଯାହେଲା ଶୁଣ ଦେଇ କର୍ଣ୍ଣ ମନୁଷ୍ୟ ଆକୃତିରେ ପରମ ସୁନ୍ଦର ବାହାରିଲା କୁମାରୀ ସହିତ କୁମାର ବିଲୋକନ କରି ଏ ଆଶ୍ଚର୍ଯ୍ୟ ବିଷୟ ଅତିଶୟ ବିସ୍ମୟ ଧୀବର ତନୟ କୁମାରୀ କୁମାରଙ୍କ ଜନମ ବୃତ୍ତାନ୍ତ ଚେଦି ରାଜ ନିକଟେ କରିଣ କଥିତ ସମର୍ପଣ କରନ୍ତେ ବିସ୍ମୟ ଲଭିଲେ ସୁଲକ୍ଷଣ ସମ୍ପନ୍ନ କୁମାର ଦେଖିଲେ ପୁତ୍ର ରୂପେ ତାହାଙ୍କୁ ଘେନିଲେ ସେ ରାଜା ମତ୍ସ୍ୟ ଗର୍ଭୋଜନମ ହେତୁ ମତ୍ସ୍ୟ ରାଜା ବସୁ ପିତୃତୁଲ୍ୟରେ ହେଲେ ପରାକ୍ରମ ସତ୍ୟବାଦୀ ହୋଇଲେ ଧାର୍ମିକ ଉତ୍ତମ ଚେଦି ରାଜ ସେ ବସୁ କୁମାରକୁ ଦେଖି ସେ କେଉଟ କରରେ ଦେଲେ କୁମାରୀକି ଏ ବାଳିକା ନାମଟି କାଳିକା ମତ୍ସ୍ୟଧରୀ ମତ୍ସ୍ୟ ଗନ୍ଧ ସଞ୍ଜାତୁ ମତ୍ସ୍ୟ ଗନ୍ଧା ନାରୀ ସୁଲକ୍ଷଣ ସମ୍ପନ୍ନା ବସୁଙ୍କର ସୁତା ଧୀବର ଗୃହଟିରେ ହୋଇଲେ ବର୍ଦ୍ଧିତା ଋଷିଗଣ କହିଲେ ଆହେ ସୁତ ଧୀର କି ବିଚିତ୍ର ଚରିତ କହିଲ ସତର ଋଷିଙ୍କର ଶାପରେ ସେ ମତ୍ସ୍ୟ ରୂପିଣୀ ଅଦ୍ରିକା ନାମ ଧେୟା ଅପ୍ସରା ଅଗ୍ରଣୀ ବିଦାରିତା ହୋଇଣ ଧୀବରଙ୍କ ହସ୍ତେ ମାଗି କରି ଖାଇଣ ଦେଲେ ତ ସମସ୍ତେ ପରିଣାମେ ତାହାର ହେଲା କେଉଁ ଗତି ଋଷିଙ୍କର ଶାପକୁ ଲଭିଲା ମୁକତି କିପରି ସେହି ପୁଣି ସ୍ୱର୍ଗକୁ ଗମିଲା ଏ ସମସ୍ତ କହ ହେ ସଂଶୟ ଲାଗିଲା ସୁତଦେବ କହିଲେ ଶୁଣ ଋଷିଗଣ ଅଦ୍ରିକା ଋଷିଙ୍କର ଶାପକୁ ଲଭିଣ ବିସ୍ମିତା ହୋଇ ଅତି କାତର ଚିତ୍ତରେ ରୋଦନ କରି କଲା ସ୍ତବ ବିପ୍ରବରେ ବ୍ରାହ୍ମଣେ ତ ଅଟନ୍ତି କ୍ଷଣ କୋପି ସିନା ଦେଖି କରି ତାହାଙ୍କୁ ରୋଦନ ବଦନା ଦୟା କରି କହିଲେ ଶୁଣ ଗୋଗରମଣି ଶୁଭ ହେବ ତୁମ୍ଭର ନ କାନ୍ଦ କଲ୍ୟାଣୀ ଶାପରୁ ମୁକ୍ତ ହେବା କାରଣଟି ଶୁଣ କୋପ କରି କରିଛି ଯେ ଶାପ ପ୍ରଦାନ ସୁମତ୍ସ୍ୟ ସ୍ୱରୂପିଣୀ ସତ୍ୟ ହେବୁ ତୁହି ମନୁଷ୍ୟ ସନ୍ତାନଟି ଦୁଇଟି ଜନ୍ମାଇ ଶାପରୁ ମୁକ୍ତ ହୋଇ ସୁମୁକ୍ତି ଲଭିବ ଦ୍ୱିଜଙ୍କର ଏ ଶାପ ହୋଇଥିଲା ଲାଭ ଶାପ ପାଇ ସେ କାଳେ ଯମୁନାର ଜଳେ ମତ୍ସ୍ୟ ରୂପ ଧରିଣ ଖେଳିଲା ଚପଳେ ଯଥା କାଳେ ବାଳକ ବାଳିକା ଜନ୍ମାଇ ଶାପରୁ ମୁକ୍ତ ହେଲା
ମୃତ୍ୟୁ ମୁଖ ପାଇ। ସାପ ଶେଷ ସମୟେ ସେ ବରବରଣୀ ମତ୍ସ୍ୟ ରୂପ ଛାଡ଼ିଣ ଦିବ୍ୟ ସ୍ୱରୂପିଣୀ। ହୋଇ କରି ଦୁର୍ଗମ ସ୍ୱର୍ଗ ଧାମ ଗଲା ସୁର ସରପ ସରା ସେ ଅପ୍ସରା ବାଳା। ବସୁରାଜ ନନ୍ଦିନୀ ମତ୍ସ୍ୟ ଗନ୍ଧା ସତୀ ସେ ସୁମୁଖୀ ସୁନ୍ଦରୀ ସୁଲାବଣ୍ୟବତୀ। ଏପରି ଜନ୍ମ ଲଭି ବଢ଼ି ଦାସ ଘରେ ନବୀନା ଯୁବାବସ୍ଥା ଲଭିଲା କ୍ରମରେ। ଧୀବରଙ୍କ କର୍ତ୍ତବ୍ୟ କରି ସମ୍ପାଦନ ବାସ କରି ତା ଘରେ କଟାଇଲେ ଦିନ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ମହାପୁରାଣର ଦ୍ୱିତୀୟ ସ୍କନ୍ଧଟିରେ ଅଷ୍ଟାଦଶ ସହସ୍ର ସଂହିତା ମଧ୍ୟରେ ମତ୍ସ୍ୟଗନ୍ଧା ସଞ୍ଜାତ ଜନ୍ମ ପ୍ରସଙ୍ଗରେ କଷ୍ଟ ଭରେ ପ୍ରଥମ ଅଧ୍ୟାୟ ହେଲା ପୂର୍ଣ୍ଣ। ଇଷ୍ଟ ଦେବୀ ତାରିଣୀ କରିଣ ସ୍ମରଣ ତୁଷ୍ଟ ହୁଅ ଭୋମାତ ସଙ୍କଟ ତାରିଣୀ। ରିଷ୍ଟରି ଖଣ୍ଡନେ ହେଉଛି ଦଇନି ସ୍ପଷ୍ଟରେ ପୂର୍ଣ୍ଣ କର ଏ ଦ୍ୱିତୀୟ ସ୍କନ୍ଧ। ଶିଷ୍ଟଙ୍କ ଉଏ ହେଉ ଦ୍ୱିତୀୟ କନ୍ଦ ବିଷ୍ଟର ଶ୍ରବାଙ୍କର ଶ୍ରେଷ୍ଠତ୍ୱ ଦାୟିନୀ। ଅଭୀଷ୍ଟ ସିଦ୍ଧ କର ରିଷ୍ଟ ନାଶିନୀ କଷ୍ଟ ହର ବାଲାଜୀ ରଣା ଅଧମର। ଶ୍ରେଷ୍ଠ ତାରା ତାରିଣୀ ସଦୟ ସତର। ଦ୍ୱିତୀୟ ଅଧ୍ୟାୟ ବ୍ୟାସଙ୍କର ଜନ୍ମ କଥନ। ସତଦେବ କହନ୍ତି ଶୁଣ ଋଷିଗଣ ପରମ ସୁପବିତ୍ର ରହସ୍ୟ ଆଖ୍ୟାନ। ମହତ ତେଜବନ୍ତ ମହର୍ଷି ପ୍ରବର ତୀର୍ଥଯାତ୍ରା ପ୍ରସଙ୍ଗେ ଦିନେ ପରାଶର। ଯମୁନା କୂଳେ ଯାଇ ଉପସ୍ଥିତ ହେଲେ ଭୋଜନ କରୁଥିବା ଦାସଙ୍କୁ କହିଲେ ରେ କେଉଟ ବସାଇ ନାବରେ ଆମ୍ଭଙ୍କୁ ଯମୁନା ପାରି କର ଯିବୁ ସେ ପାରକୁ। ସେ ଧୀବର ମୁନିଙ୍କର ଗିର ଏହି ପରିଶ୍ରବଣ କରିଣ ସତୋର। ମନୋରମା ସେ ମତ୍ସ୍ୟ ଗନ୍ଧାଙ୍କୁ କହିଲେ ଶୁଣ ଗୋ ଶୁଭ୍ର ହାସି ଶଶୀ ମୁଖୀ ବାଳେ। ଏ ଧର୍ମାତ୍ମା ପ୍ରବର ଯିବେ ଆର ପାର ପାରି କରି ଦିଅ ଗୋ ଆଣି ନାବ ମୋର। ପରମ ରୂପବତୀ ବସୁରାଜ ପୁତ୍ରୀ ପିତାଙ୍କର ଆଦେଶେ ମତ୍ସ୍ୟ ଗନ୍ଧା ସତୀ। ନାବ ଆଣି ବସାଇ ସେ ମୁନି ପ୍ରବର ଚଳାଇଲେ ତରଣୀ କରିବାକୁ ପାର। ତାପସଙ୍କ ପ୍ରବର ପରାଶର ଋଷି ଯମୁନା ଜଳେ ଗଲେ ନାବ ପରେ ବସି। ମତ୍ସ୍ୟ ନେତ୍ରୀ ସେ ମତ୍ସ୍ୟ ଗନ୍ଧାଙ୍କ ଯୌବନ ଦେଖିଣ କାମାର୍ତ୍ତରେ ବଳାଇଲେ ମନ। ସେ କାଳେ ପରାଶର ମୁନିଙ୍କର ଇଶ ଗ୍ରହଣ କରିବାକୁ ବଳାଇ ମାନସ। ସଦକ୍ଷିଣ କରରେ ତାହାଙ୍କ ଦକ୍ଷିଣ କରନ୍ତି କି ଗ୍ରହଣ କରିଲେ ସେ କ୍ଷଣ। ସେ ଅସିତ ପାଙ୍ଗି ହସି ଦେଇ ଅଳ୍ପ ପ୍ରକାଶିଲେ ପରି ଋଷିଙ୍କ ସମୀପ। କିହେ ଧର୍ମ ମର୍ମଜ୍ଞ କାମ ପୀଡ଼ା ପାଇ ଏକୁତ୍ସିତ କାର୍ଯ୍ୟରେ ଉଦ୍ୟତ କିମ୍ପାଇଁ। ତୁମ୍ଭେ ଯେଉଁ କାର୍ଯ୍ୟରେ କରିଛ ଉତ୍ସାହ ତୁମ୍ଭ ପୁର
ପୂର୍ବବଂଶୀଏ କରନ୍ତି କି କହ, କିବା ତୁମ୍ଭେ ପଢ଼ିବା ଶାସ୍ତ୍ରେ ଲେଖା ଅଛି, ତପର ଉପଯୁକ୍ତ ଫଳ କିବା ଇଛି। ବଶିଷ୍ଠ ବଂଶ ଶ୍ରେଷ୍ଠ ସମ୍ଭୂତ ପ୍ରବୃଦ୍ଧ, ସଚରିତ୍ର ବୋଲିଣ ଜଗତେ ପ୍ରସିଦ୍ଧ। ଆପଣ ତ ଜାଣନ୍ତି ହେ ଦ୍ୱିଜ ପ୍ରବର, ଧରାଧାମେ ମାନବ ଜନମ ଦୁର୍ଲଭ। ତାହାଠାରୁ ଦୁର୍ଲଭ ବ୍ରାହ୍ମଣ ହେବାର, ମୋର ମତେ ପରି ହୁଅଇ ବିଚାର। ହେ ବିପ୍ରେନ୍ଦ୍ର ଆପଣ କୁଳଶୀଳ ଶ୍ରେଷ୍ଠ, ଦ୍ୱିଜରାଜ ମାନଙ୍କେ ବିଦ୍ୟାରେ ଗରିଷ୍ଠ। ଧର୍ମର ଧର୍ମ ଭାବ ଜାଣ ମହାଶୟ, ମୀନ ଗନ୍ଧ ଦେହରେ କିମ୍ପାଇଁ ଆଗ୍ରହ। ମୋର ଦେହେ କି ଶୁଭ ଚିହ୍ନ ଦେଖି କାମେ, ଗ୍ରହଣ କରିବାକୁ ପ୍ରବେଶିଲେ ପ୍ରେମେ। ଆପଣ କାହିଁ ପାଇଁ ନିଜର ଧର୍ମ, ବିସ୍ମରଣ କରିଲେ ଡେରିଣ ଚରମ। ଦ୍ୱିଜଙ୍କୁ ଏହିପରି ମତ୍ସ୍ୟଗନ୍ଧା କହି, ଭାବିଲେ ମନେ ମନେ କି ଆଶ୍ଚର୍ଯ୍ୟ ଏହି। ମୋର କର ଗ୍ରହଣ କରିବାର ପାଇଁ, ଏ ଦ୍ୱିଜ ଆସିଅଛି ବୁଦ୍ଧି କି ହରାଇ। ଉଳୁପରେ ଉପଭୋଗ କର ମତେ, ପାଣି ମଗ୍ନ କରିବ ନିଃସନ୍ଦେହ ଏଥେ। କାମସରେ ବିପ୍ର ହେଉଛି ବ୍ୟାକୁଳ, ବୋଧ କରିବାକୁ କେ ନାହିଁ ପ୍ରତିକୂଳ। ଏହିପରି ସୁମୁହିଁ ମତ୍ସ୍ୟଗନ୍ଧା ସହି, ମୁନିକି ସେ କହିଲେ ପୁନଶ୍ଚ ବତାଇ। ହେ ଦ୍ୱିଜ ରାଜ ଏବେ ଧୈର୍ଯ୍ୟଟି ଧର, ପ୍ରଥମରେ ନଦୀର ହୁଅ ଆର ପାର। ତାପରେ ଯାହା ଇଚ୍ଛା ହେବ ତା କରିବ, ମତ୍ସ୍ୟଗନ୍ଧା ହେବାର ଜାଣି ପାରି ଭାବ। ହିତକର ଏ ଗିର ମଣି ପରାଶର, ହାତ ଛାଡ଼ି ନୌକାରେ ବସିଲେ ସତର। କ୍ରମେ କ୍ରମେ ନଦୀର ପରପାର ହେଲେ, ଉପସ୍ଥିତ ହୋଇଲେ ଦୁହେଁ ପର କୂଳେ। ପୁଣି ମୁନି ପ୍ରବର କାମାତୁର ହୋଇ, ମତ୍ସ୍ୟଗନ୍ଧା କରକୁ ଧରିଲେ ସେ ଯାଇ। ସେ କୁମାରୀ ଶରୀର କରି ଥର ଥର, ସମ୍ମୁଖରେ ଥିବାର ମୁନି ପରାଶର। କହିଲେ ଆହେ ମୁନି ବର ମହାଶୟ, ମୋ ଶରୀର ଅତ୍ୟନ୍ତ କୁଦୁର୍ଗନ୍ଧମୟ। କାହିଁ ପାଇଁ ଆପଣ ତାହା ନ ବୁଝୁଛ, ଅସମାନ ନାରୀରେ ମନ ବଳାଉଛ। ସମାନ ରୂପ ନାରୀ ପୁରୁଷଙ୍କ ସିନା, ରତିଟି ସୁଖକର ହୁଏ ମହାମନା। ପରାଶର ଏହିପରି ଶୁଣି ତାହାଙ୍କର, ଘରଟିକି ସେ କାଳେ ଆହେ ମୁନି ବର। ତକ୍ଷଣରେ ସେ ମତ୍ସ୍ୟ ଗନ୍ଧମୟ କାୟ, ଯୋଜନ ବ୍ୟାପୀ କଲେ ମୁଗନାଭିପ୍ରାୟ। ମନୋହର ସ୍ୱରୂପା ସୁଲାବଣ୍ୟବତୀ, କରିବାରେ ଉଝଟ ରୁଷିଲେ ଯୁବତୀ। ସୁଗନ୍ଧମୟ ଦେହ କରି ମନୋହର, ପୁଣି ଯାଇ ଧରିଲେ ତା ଦକ୍ଷିଣ କର। ସୁଲକ୍ଷଣୀ ସେ ସତ୍ୟବତୀ ସେହି କାଳେ, ଉପଭୋଗ ଉତ୍ସୁକ ମୁନିଙ୍କୁ କହିଲେ। ଦେଖ ହେ ଦେଖୁଛନ୍ତି ଆମ୍ଭଙ୍କୁ ସକଳେ, ମୋର ବାପ ଅଛନ୍ତି ପୁଣି ଆର କୂଳେ।
ରାତ୍ରି କାଳ ପର୍ଯ୍ୟନ୍ତ କରନ୍ତୁ ଅପେକ୍ଷା। ରତି କାଳ ସେ ସିନା ହେ ମହାଦକ୍ଷା। ସମସ୍ତେ ଦେଖୁଥିଲେ ପଶୁଙ୍କ ପରାୟ, ଦିବାରେ ରମିବାର ଅତି ନିନ୍ଦନୀୟ। ରତିଟିର ନହିବ ପୂର୍ଣ୍ଣ ଅଭିଳାଷ, ମତିଟିର କିପରି ହୋଇବ ସନ୍ତୋଷ। ହେତୁବନ୍ତେ ସିନା ଦିବା ଭାଗେ, ନର ନାରୀ ସଂଯୋଗେ ରତି ରଙ୍ଗେ ଯୋଗେ। ମହାଦୋଷ ବୋଲିଣ ରାତ୍ରିଟି ପ୍ରଶସ୍ତ, କରିଛନ୍ତି ଆପଣ ଜାଣନ୍ତି ସମସ୍ତ। ବିଶେଷତଃ ବହୁତ ମାନବ ଦେଖନ୍ତି, ଦିନେ ଦୋଷ କିପରି ମାନସ ବଳାନ୍ତି। ଅତଏବ ହେ ମହାବୁଦ୍ଧିବନ୍ତ ଶୁଣ, କାମର ଏ ଉଦ୍ବେଗ କର ସମ୍ବରଣ। ଏ ଲୋକ ନିନ୍ଦା ଭୟାନକ ନୁହଁ କି, କାମ ପୀଡ଼ା ଆତୁର ହେଉଛ କାହିଁକି। ଉଦାରମତି ପରାଶର ସେହି କାଳେ, ଏପରି ଯୁକ୍ତିଯୁକ୍ତ ବାକ୍ୟ ଶୁଣି ଭଲେ। ଆପଣାର ତପର ପ୍ରଭାବରେ ପୁଣ, କୁହୁଡ଼ିମୟ ସୃଷ୍ଟି କରିଲେ ନିର୍ମାଣ। ସମସ୍ତ ବିଶ୍ୱଯାକ କୁହୁଡ଼ି ବ୍ୟାପିଲା, ଯମୁନା ଦୁଇ କୂଳ ଅନ୍ଧକାର ହେଲା। ଏହା ଦେଖି ସେ ମତ୍ସ୍ୟ ଗନ୍ଧା ମହାନାରୀ, ମୃଦୁ ଭାବେ କହିଲେ ହେ ମୁନି କେଶରୀ। ମୁଁ ବିଭା ହୋଇ ନାହିଁ କନିଆ ବୟସ, ଆପଣ ତ ଅଟନ୍ତି ମହତ ତାପସ। ମତେ ଭୋଗ କରିଣ ଯିବା ଇଚ୍ଛା ଯେଣେ, ଆପଣଙ୍କ ବୀର୍ଯ୍ୟ ତ ଅମୋଘ ମୁଁ ଜାଣେ। ଗର୍ଭ ଯେବେ ମୁଁ ହେବି ତେବେ କି କରିବି, ପଚାରିଲେ ମୋ ବାପ କି ବୋଲି କହିବି। ତୁମ୍ଭେ ସିନା ଦମ୍ଭରେ ଭୋଗ କରି ମୋତେ, ଯହିଁକି ଇଚ୍ଛା ହେବ ଯିବ ମହାମତେ। କାମ ଭୂତ ଲାଗିଛି ଭୋଗ କରି ଯିବ, କହ ତେବେ ମୋ ଦିନ କିପରି ସରିବ। ମତ୍ସ୍ୟଗନ୍ଧା ନାରୀଙ୍କ ଏହି ବାଣୀ ଶୁଣି, ମହାନନ୍ଦେ କହିଲେ ପରାଶର ମୁନି। ମୋ ପ୍ରିୟ କାର୍ଯ୍ୟଟିକି ସମ୍ପାଦି ଗୋ ପ୍ରିୟା, କନିଆ ହୋଇଥିବ ନ ହୁଅ ଛାନିଆ। ଭୟ କିମ୍ପା କରୁଛ ଥିଲା ଠାରେ ଆମ୍ଭେ, ବର ନାରୀ କି ବର ଇଚ୍ଛା ମାଗ ଦମ୍ଭେ। ଏହା ଶୁଣି କହିଲେ ହସି ସତ୍ୟବତୀ, ହେ ବାଞ୍ଛା ପଦ ଶୁଣ ପରାଶର ଜ୍ୟୋତି। ନ ଜାଣିବେ ଯେପରି ମୋର ମାତା ପିତା, ସେ ଉପାୟ କରିବା ହେଉ ଛାଡ଼ି ଚିନ୍ତା। କୌମାର ବ୍ରତ ମୋର ନ ହେଉ ବିନାଶ, କୁମାର ହେବ ମୋର ଆପଣା ସଦୃଶ। ସୁଗନ୍ଧମୟ ଦେହ ଥିବ ମୋ ସର୍ବଦା, ହୋଇଥିବି ମୁଁ ନବ ଯୌବନା ପ୍ରମୋଦା। ଏହା ଶୁଣି କହିଲେ ମୁନି ପରାଶର, ସୁନ୍ଦରୀ ପୁରନ୍ଦରୀ ଶୁଣ ମୋର ଗୀର। ନାରାୟଣ ଅଂଶରେ ଜନମିବ ପୁତ୍ର, ତ୍ରିଲୋକେ ଖ୍ୟାତ ହେବ ପରମ ପବିତ୍ର। ଶୁଣ ଗୋବରା ରହେ କେବେ ହେ ପୂର୍ବରେ, ମୋର ଚିତ୍ତ ବିକାର ନୁହେଁ ନାରୀ ଠାରେ। କେ ଜାଣିବା କିପରି ତୁମ୍ଭ ଠାରେ ଏବେ, କାମାତୁର ବିକାର ପ୍ରଭାବ କି ଭାବେ। ଅପ୍ସରା ମାନଙ୍କର ରୂପ ମନୋହର, ଦେଖି ଧୈର୍ଯ୍ୟ ଧରି
ହୋଇଛି ଆଗ ନାରୀବର। କି ଆଶ୍ଚର୍ଯ୍ୟ ତୁମ୍ଭଙ୍କୁ ଦେଖି ଦୈବ ଯୋଗେ, କାମାସକ୍ତ ମାନସ ମୈଥୁନ ସଂଯୋଗେ। ଯାହା ହେଉ ନିଗୂଢ଼ କାରଣ କି ଥିବ, ଦୈବକୁ ଅତିକ୍ରମ କିଏ ବା କରିବ। ନହିଲେ କି ତୁମ୍ଭର ଦୁର୍ଗନ୍ଧକୁ ଦେହେ, ଆଗ୍ରହ କରନ୍ତି ମୁକାମ ପ୍ରେମ ମୋହେ। ତୁମ୍ଭ ପୁତ୍ର ହୋଇବ ବେଦ ଭାଗ କର୍ତ୍ତା, ତ୍ରିଭୁବନେ ବିଖ୍ୟାତ ପୁରାଣ ପ୍ରଣେତା। ଏପରି କହି ମୁନି ବର ପରାଶର, ବସତାପନ ମତ୍ସ୍ୟ ଗନ୍ଧାଙ୍କୁ ସତର। ସମ୍ଭୋଗ କଲେ ରତିରସ କ୍ରୀଡ଼ା ରଙ୍ଗେ, ସଂଯୋଗ କରି ନିଜ ଅଙ୍ଗନାରୀ ସଙ୍ଗେ। ରତି ସାରି ଯମୁନା ଜଳରେ ଗାଧୋଇ, ଯହିଁକି ମନ ହେଲା ପଳାଇଲେ ତହିଁ। ଗର୍ଭବତୀ ହୋଇଲେ ସତ୍ୟବତୀ ସତୀ, ଅର୍ଦ୍ଧହାସୀ ସେ ଗର୍ଭାରସୀ ହଂସ ଗତି। ସେ କ୍ଷଣି ସେ ଯମୁନା ଦ୍ୱୀପରେ ଦ୍ୱିତୀୟ, କାମଦେବ ପରାୟ ପ୍ରସବିଲେ ପୁଅ। ମହତ ବୀର୍ଯ୍ୟବନ୍ତ ତେଜସ୍ୱୀ ଯେ ପୁତ୍ର, ଜନ୍ମ ହେବା ମାତ୍ରକେ ତପସ୍ୟାରେ ଚିତ୍ତ। ସତ୍ୟବତୀ ମାତାଙ୍କୁ କହିଲେ ମନ୍ତ, ଯହିଁକି ଇଚ୍ଛା ହେବ ତହିଁ ଯାଅ ମାତ। ମୋର ମନ ତପରେ ଯିବି ତପ କରି, ସୁମରିବା ମାତ୍ରକେ ଆସିବି ବାହାରି। ଆଗ ମାତ ପଡ଼ିଲେ ଗୁରୁ କାର୍ଯ୍ୟ କିସ, ସୁମରିଲେ ତକ୍ଷଣେ ହୋଇବି ପ୍ରବେଶ। ଶୁଭ ହେଉ ତୁମ୍ଭର ମାତ ଗଜାଉଛି, ଚିନ୍ତା ଛାଡ଼ି ସୁଖରେ ରହ ମୁଁ କହୁଛି। ବ୍ୟାସଦେବ ଏପରି କହି ପଳାଇଲେ, ମତ୍ସ୍ୟଗନ୍ଧା ପିତାଙ୍କ ନିକଟକୁ ଗଲେ। ଦ୍ୱୀପ ମଧ୍ୟେ ପ୍ରସବ କରିବାର ମାତ, ଦ୍ୱୈପାୟନ ନାମରେ ହେଲେ ବ୍ୟାସ ଖ୍ୟାତ। ବିଷ୍ଣୁ ଅଂଶେ ସମ୍ଭବ ହୋଇବାରୁ ଭଲେ, ଜନ୍ମ ହେବା ମାତ୍ରକେ ବୁଦ୍ଧିଟି ପାଇଲେ। ସମସ୍ତ ତୀର୍ଥେ ସ୍ନାନ କରି ଦ୍ୱୈପାୟନ, କରିଲେ ସେ ପରମ ତପ ଅନୁଷ୍ଠାନ। ପରାଶର ବୀର୍ଯ୍ୟରେ ସତ୍ୟବତୀ ଗର୍ଭୁ, ଏପରି ଜନମିଲେ ବ୍ୟାସଦେବ ପ୍ରଭୁ। କଳିଶ ହଏ କଳି ସମାଗତ ଦେଖି, ଦ୍ୱୈପାୟନ ସେ ବ୍ୟାସଦେବ ବୃକ୍ଷ ଟିକି। ଶାଖା ପ୍ରତି ଶାଖାରେ ଶୋଭିତ କରାଇ, ବିସ୍ତାର କରିବାରୁ ସେ ବ୍ୟାସ ଗୋସାଇଁ। ବେଦ ବ୍ୟାସ ନାମରେ ଖ୍ୟାତ ହୋଇଛନ୍ତି, ଅଷ୍ଟାଦଶ ପୁରାଣ ସେହି କରିଛନ୍ତି। ସୁସଂହିତା ଉତ୍ତମ ମହତ ଭାରତ, ତାହାଙ୍କର ଚରିତ ଅଟଇ ସମସ୍ତ। ବେଦ ଭାଗ କରିଣ ସୁପୁତ୍ର ଶିଷ୍ୟଙ୍କୁ, ପଢ଼ାଇଲେ ସୁମନ୍ତ ଜୈମିନୀ ପୈଳଙ୍କୁ। ବୈଶପାୟନ ପୁଣି ଅସିତ ଦେବଳ, ସେ ବେଦ ବ୍ୟାସଙ୍କର ଶିଷ୍ୟ ଏ ସକଳ। ସନ୍ତାପିତ ହୃଦୟ ଚନ୍ଦନ ନନ୍ଦନ, ଶୁକଙ୍କୁ ମଧ୍ୟ କରାଇଲେ ଅଧ୍ୟୟନ। ସୁତଦେବ କହନ୍ତି ଶୁଣ ମୁନି ଗଣ, କହିଲି ତ ଶୁଣିଲ ସମସ୍ତ କାରଣ। ସତ୍ୟବତୀ ଗର୍ଭରୁ ବ୍ୟାସ ଜନ୍ମିବାର, ସୁଚରିତ୍ର ପବିତ୍ର ଅତି ମନୋହର। ତାହାଙ୍କର ଜନମ ପ୍ରସଙ୍ଗେ ସନ୍ଦେହ, କରିବାର ବିଧେୟ ନୁହେଁ ସଜ୍ଜନ ଜନଙ୍କର ମୁନିଙ୍କର ଭାବ
ଚରିତ୍ରରେ ସୁଗୁଣ ଗ୍ରହଣ କରିବ। କହିଲି ଅଲୌକିକ ସୁଗୁଢ଼ କାରଣ, ସତ୍ୟବତୀ ହେବାର ମତ୍ସ୍ୟ ଗର୍ଭ ଜନ୍ମ। ପ୍ରଥମରେ ପରା ସେ ପରାଶର ସଙ୍ଗେ, ମଙ୍ଗି ଯାଇ ମାତିଲେ ରତିର ସରଙ୍ଗେ। ତାପରେ ଶାନ୍ତନୁଙ୍କ ସହିତ ସଂଯୋଗ, ଲଭିଲେ ସେ ସୁଭୋଗା ପାଇଣ ସୁଯୋଗ। କିନି ଗୂଢ଼ କାରଣ ନଥିଲେ କେବଳ, ହୁଅନ୍ତେ କି ତାଦୃଶ ମୁନି କାମାତୁର। ସେ ଧାର୍ମିକ ପ୍ରବର ନିଚ ନର ପରି, ଇଦୃଶ ନିନ୍ଦନୀୟ କରନ୍ତେ କିପରି। କହିଲି ତ ଶୁଣିଲ ବ୍ୟାସଙ୍କର ଜନ୍ମ, ଆଶ୍ଚର୍ଯ୍ୟ କର ଏତ ନିଗୂଢ଼ କାରଣ। ଯେ ନର ଏହା ଶୁଣେ ସେ ମୁକ୍ତି ଲଭଇ, ସର୍ବଦା ସୁଖୀ ହୁଏ ଦୁର୍ଗତି ନଥାଇ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ, ମହାପୁରାଣର ଦ୍ୱିତୀୟ ଯେ ସ୍କନ୍ଧରେ, ଦ୍ୱିତୀୟ ଅଧ୍ୟାୟରେ ବ୍ୟାସଙ୍କର ଜନ୍ମ। ଶ୍ରୀଦେବୀଙ୍କ ପ୍ରସନ୍ନେ ହୋଇଲା ସମ୍ପୂର୍ଣ୍ଣ। ଜୟ ଜୟ ମାତ ଗୋ ମହିଷାମର୍ଦ୍ଧିନୀ, ନିଶୁମ୍ଭ ଶୁମ୍ଭଙ୍କର ମସ୍ତକ ଛେଦନି। ଅଷ୍ଟଭୁଜା ମଙ୍ଗଳା ବିକଟ ବଦନି, ତୁଷ୍ଟ ହୁଅ ଗୋ କଷ୍ଟ ହନ୍ତି ବିନୋଦିନୀ। ଦେବୀ ଗୋ ଦୟା ଟିକି କର ପରମାସ, ଫେଡ଼ି ଦିଅ ବାଲାଜୀ ରଣା ଭବ ଫାସ। ତୃତୀୟ ଅଧ୍ୟାୟ ଶାନ୍ତନୁ ମହାରାଜାଙ୍କ ଜନ୍ମ ପ୍ରସଙ୍ଗ। ଋଷିଗଣ କହିଲେ ହେ ଅନଘ ସୁତ, କହିଲ ତ ଆମ୍ଭଙ୍କୁ ସମସ୍ତ ଚରିତ। ବ୍ୟାସଦେବ ଋଷିଙ୍କ ସତ୍ୟବତୀଙ୍କର, ଶୁଣିଲୁ ଜନ୍ମ ହେବା ପ୍ରସଙ୍ଗ ବିସ୍ତାର। ତଥାପି ହେ ଧର୍ମଜ୍ଞ ଆମ୍ଭର ସନ୍ଦେହ, ଆପଣଙ୍କ ବଚନେ ହେଲା ପୁଣି କହ। ଆପଣ ଯେ କହିଲ ସତ୍ୟବତୀ ସତୀ, ସୁଲକ୍ଷଣ ବ୍ୟାସଙ୍କ ଯେ ମାତା ଅଟନ୍ତି। ସେ ସତ୍ୟବତୀ ପୁଣି ଶାନ୍ତନୁଙ୍କ କର, କଞ୍ଜଟିକି ଧରିଲେ କହ କି ପ୍ରକାର। ପୁରୁବଂଶ ସମ୍ଭବ ଶାନ୍ତନୁ ନୃପବର, ଅଟନ୍ତି ତ ପରମ ଧର୍ମିଷ୍ଠ ପ୍ରବର। କିମ୍ପାଇଁ ନିଚ ବଂଶଜାତ କେଉଟୁଣି, ଗ୍ରହଣ କଲେ ସତ୍ୟବତୀଙ୍କର ପାଣି। ଶାନ୍ତନୁ ରାଜାଙ୍କର କେ ପ୍ରଥମା ଭାର୍ଯ୍ୟା, ତାଙ୍କ ପୁତ୍ର ମେଧାବୀ ଭୀଷ୍ମ ମହାତେଜା। କି ରୂପରେ ରହନ୍ତି ବସୁଙ୍କର ଅଂଶ, ଆପଣ ତା ପୂର୍ବରୁ କରିଛ ପ୍ରକାଶ। ତେଜସ୍ୱୀ ଭୀଷ୍ମ ସତ୍ୟବତୀଙ୍କ କୁମର, ଚିତ୍ରାଙ୍ଗଦ ରାଜାଙ୍କୁ ଦେଲେ ରାଜ୍ୟଭାର। ତାହାଙ୍କ ମୃତ୍ୟୁ ପରେ ତାହାଙ୍କ ଅନୁଜ, ବିଚିତ୍ର ବୀର୍ଯ୍ୟ ରାଜେ ହୋଇଲେ ବିରାଜ। ଗରିଷ୍ଠ ରୂପବନ୍ତ ବଳିଷ୍ଠ ଧର୍ମିଷ୍ଠ, ବିଦ୍ୟମାନ ହେବାରେ ଜ୍ୟେଷ୍ଠ ଭୀଷ୍ମ ଶ୍ରେଷ୍ଠ। ଚିତ୍ରାଙ୍ଗଦ ଭାଇଙ୍କୁ ବିଚିତ୍ର ବୀର୍ଯ୍ୟଙ୍କୁ, କିପରି ଦିଆଇଲେ ରାଜେ ରାଜତ୍ୱକୁ। ବିଚିତ୍ର ବୀର୍ଯ୍ୟଙ୍କର ଲୋକାନ୍ତର ପରେ, ସତ୍ୟବତୀ ସତୀଟି ଅତି ଦୁଃଖିତରେ। ପୁତ୍ରବଧୂ ଦୁହିଁଙ୍କୁ ବେଦ ବ୍ୟାସଙ୍କର, ସଙ୍ଗମରେ ମଙ୍ଗାଇ ଦେଲେ କି ପ୍ରକାର। ବ୍ୟାସଙ୍କର ବୀର୍ଯ୍ୟରେ ବଧୂଙ୍କ ଗର୍ଭରୁ, ଜନ୍ମାଇଲେ ଦୁଇଟି ପୁତ୍ର କି ହେତୁରୁ। ସତ୍ୟବତୀ ସେ ସତୀ ସୁବର ବରଣୀ, ଭୀଷ୍ମଙ୍କୁ ରାଜ୍ୟ ଦାନ ନ କଲେ କି ଜାଣି। କହିବା ହେବ କିମ୍ପା ଭୀଷ୍ମ ବୀରବର, ବାର ପରିଗ୍ରହଣେ ନ କଲେ ସ୍ୱୀକାର। ବ୍ୟାସଦେବ ଅଟନ୍ତି ପରା ବଡ଼ ଭାଇ,
ଧର୍ମଶାସ୍ତ୍ର ମର୍ମକୁ ଜାଣନ୍ତି ତ ସେହି କି ରୂପରେ ସେ କହ ସାନ ଭାଇ ଭାର୍ଯ୍ୟା ରମଣ କରିବାରେ ମଜାଇଲେ ମଜା। ଏହିପରି ଜନମ କରିବାର ପୁଅ ଅଧର୍ମ ଆଚରଣ ନୁହଁ କି କହ। ଅଟନ୍ତି ତ ସେ ମୁନି ପୁରାଣ କରତା ନିଜେ ସେ ତ ଧର୍ମାତ୍ମା କହିବା କି କଥା। ପରଦାର ହରଣେ ପ୍ରାପତ ବିଶେଷ ଏ ଅଟେ ସାନ ଭାଇ ଦାରରେ ଅଶେଷ। କହ ହେ ସୁତ ସେ ତ ବ୍ୟାସଦେବ ଆପେ ଏପରି ନିନ୍ଦା କାର୍ଯ୍ୟ କରିଲେ କି ରୂପେ। ଯେଉଁ ଶିଷ୍ଟ ଆଚାର ଦ୍ୱାରା ବେଦଟିର ଅନୁମାନ ହୁଇ ଆହେ ମୁନିବର ସେ ଶିଷ୍ଟାଚାରେ ଏହି କାର୍ଯ୍ୟ ଶିରୋଧାର୍ଯ୍ୟ। ସମାଜରେ ଗଣିତ ହେବ କି ହେ ଆର୍ଯ୍ୟ। ହେ ମେଧାବନ୍ତ ତୁମ୍ଭେ ବ୍ୟାସଙ୍କର ଶିଷ୍ୟ ପଚାରୁଛୁ ସନ୍ଦେହ କରନ୍ତୁ ବିନାଶ। ଆମ୍ଭେ ସର୍ବେ ନୈମିଷାରଣ୍ୟ କ୍ଷେତ୍ରବାସୀ ଶୁଣିବାରେ ବସିଛୁ ହୋଇ ଅଭିଳାଷୀ। ଏହା ଶୁଣି କହିଲେ ହସି ଦେଇ ସୁତ ଶୁଣିବା ହେଉ ସର୍ବେ ଆହେ ତପବନ୍ତ। ଇକ୍ଷ୍ୱାକୁ ବଂଶେ ଜନ୍ମ ହୋଇ ପୂର୍ବ କାଳେ ମହାଭୀଷ୍ମ ନାମରେ ଏକ ରାଜା ଥିଲେ। ସତ୍ୟନିଷ୍ଠ ଧର୍ମିଷ୍ଠ ନୃପଙ୍କ ପୂଜିତ ଚକ୍ରବର୍ତ୍ତୀ ଲକ୍ଷଣେ ହୋଇଣ ଲକ୍ଷିତ। ସହସ୍ର ଅଶ୍ୱମେଧ ଶତ ବାଜପେୟ ଯଜ୍ଞାନୁଷ୍ଠାନ କରି ରାଜା ମହୋଦୟ। ସ୍ୱର୍ଗାଧିପ ଦେବ ରାଜାଙ୍କ ସନ୍ତୋଷ ଲାଭ କରି ସ୍ୱର୍ଗରେ ସେ ହେଲେ ପ୍ରବେଶ। ଏକ ଦିନେ ସେ ରାଜ୍ୟାଧୀଶ ମହାଭୀଷ୍ମ ବ୍ରହ୍ମାଙ୍କର ସଦନେ ହୋଇଲେ ପ୍ରବେଶ। ସୁରଶ୍ରେଷ୍ଠ ବ୍ରହ୍ମାକୁ ସେବା କରିବାକୁ ସୁରବୃନ୍ଦ ପ୍ରବେଶ ହୋଇବେ ସେଠାକୁ। ତ୍ରିପଥ ଗାଜେ ମହାନଦୀ ଭାଗୀରଥୀ ତ୍ରିମୂର୍ତ୍ତି ହୋଇଛନ୍ତି ହୋଇ ସେବା ପ୍ରାର୍ଥୀ। ଏ ସମୟ ପ୍ରଖର ବାୟୁର ଚଞ୍ଚଳ ସକାଶୁ ଗଙ୍ଗାଙ୍କର ପିନ୍ଧିବାର ବେଳ। ଅଙ୍ଗ ଉପରୁ ଅପସାରିତ ହେବାରେ ଦେବଗଣ ରହିଲେ ଅଧବଦନରେ। ସଂକାଲଭିତାଙ୍କୁ ସୁରେ ନ ଚାହିଁଲେ ଭୟ ଛାଡ଼ି ସେ ରାୟ ଚାହିଁଣ ରହିଲେ। ଗଙ୍ଗା ମଧ୍ୟ ଜାଣିଲେ ନୃପଙ୍କ ମାନସ ନିଜ ପ୍ରତି ହେବାରେ ପ୍ରେମେ କାମ ବଶ। ପରସ୍ପରେ ସେ ଦୁହେଁ ପ୍ରେମାସକ୍ତ ହେବା ଲଜ୍ଜାହୀନ ହୋଇଣ ଦେଖା ଦେଖି ହେବା। ଭଗବାନ ବ୍ରହ୍ମାଟି ଜାଣି ସେହି କାଳେ କ୍ରୋଧ କରି ସତର ଅଭିଶାପ ଦେଲେ। ହେ ରାଜା ତୁମ୍ଭେ ଜନ୍ମ ଲୋଭି ମର୍ତ୍ତ୍ୟପୁରେ ମହତ ପୁଣ୍ୟ ଅନୁଷ୍ଠାନ କରି ପରେ ପୁନର୍ବାର ଆସିବ ସ୍ୱର୍ଗ ଦୁର୍ଗ ଧାମ। ରାଜାଙ୍କୁ ଏହା କହି ବିହିବହି ତମ ପ୍ରେମାସକ୍ତା ଗଙ୍ଗାଙ୍କ ପ୍ରତି ଦୃଷ୍ଟି ରଖି କୋପରେ ସାପ ଦେଲେ ତାହାଙ୍କୁ ଏତିକି। ମର୍ତ୍ତ୍ୟଲୋକେ ଏହାଙ୍କ ଭାର୍ଯ୍ୟା ହେବେ ଗଙ୍ଗେ ରତିର ସେ ମାତିର ରଙ୍ଗ ଯେ ରଙ୍ଗେ। ସାପ ଲୋଭି ସେ ଦୁହେଁ ଦୁଃଖିତ ହୃଦୟେ ବ୍ରହ୍ମାଳୟୁ ଅନ୍ତର ହେଲେ ସେ ସମୟେ। ସେ କ୍ଷଣି ସେ ନରେଶ ଜନ୍ମ ହେବା ପାଇଁ ମର୍ତ୍ତ୍ୟଲୋକେ ଥିବାର ଯେତେ ନର ସାଇଁ। ଚିନ୍ତି ଚିନ୍ତି ପୁରୁ ବଂଶୀୟ ପ୍ରତୀପଙ୍କୁ ନିଶ୍ଚୟ ସେ କରିଲେ ପିତୃରେ ତାହାଙ୍କୁ। ଏ ସମୟେ ସେ ଋଷି ଅଷ୍ଟବସୁ ଗଣ ନିଜ ନିଜ ଭାର୍ଯ୍ୟାଙ୍କ ସହିତ ରମେଣ
ବିହାର କରି ସାରି ଶୋଇ ଛାରେ କାମେ ପ୍ରବେଶ ହେଲେ ଯାଇ ବଶିଷ୍ଠ ଆଶ୍ରମେ। ପୃଥୁ ଆଦି ସେ ଅଷ୍ଟ ବସୁଙ୍କ ମଧ୍ୟରୁ ଦଉନାମେ କ ବସୁଙ୍କ ସୁନ୍ଦରୀ ସୁହୁରୁ। ବସୁଗଣ ଏ ସାପ ଶ୍ରବଣେ ଶୁଣିଲେ ବିମନା ହୋଇ ସର୍ବେ ଦୁଃଖରେ ସେ କାଳେ। ବଶିଷ୍ଠଙ୍କ ଆଶ୍ରମେ ପ୍ରବେଶ ହୋଇଣ ବିନୟରେ କହିଲେ ଶରଣ ପ୍ରସନ୍ନ। ସେ ଧର୍ମାତ୍ମା ପ୍ରବର ବଶିଷ୍ଠ ଗୋସାଇଁ ବସୁଙ୍କର କାତର ସମ୍ମୁଖେ ଅନାଇ। କହିଲେ ଶୁଣ ଆହେ ହେ ବସୁ ସମସ୍ତ ବରଷକ ମଧ୍ୟରେ ସାପୁ ହେବ ମୁକ୍ତ। ଦଉ ନାମକ ଏ ବସୁ ମୋ ବତ୍ସଳା ଗାଈ ସାକ୍ଷାତ ହରି ଅଛି ଏ କାରଣ ଏହି। ମନୁଷ୍ୟ ଲୋକେ ଦୀର୍ଘ କାଳ କରୁ ବାସ ଏହିପରି କହନ୍ତେ ବଶିଷ୍ଠ ଋଷିଏ। ସାପଟି ପ୍ରାପ୍ତ ହୋଇ ବସୁଗଣ ଗଲେ ସଦ ସରିଦବରା ଗଙ୍ଗାକୁ ବାଟରେ ଦେଖିଲେ। ବ୍ରହ୍ମ ସାପ ଲଭିଣ ଚିନ୍ତା କରୁଥିଲେ ବସୁଗଣ ପ୍ରଣମୀ ଏପରି କହିଲେ। ଆଗ ଦେବୀ ଆମ୍ଭର ଚିନ୍ତାଟି ବିଷମ ଅମୃତ ଭୋଜି ଆମ୍ଭେ ସୁମନ ସଗଣ। ଅମର୍ତ୍ୟ ଦେହ ବହି ମର୍ତ୍ୟଙ୍କ ଜଠରେ ଜନମ ହେବୁ ଯାଇ କହ କି ରୂପରେ। ଅତଏବ ଭୋମାତ ମାନୁଷିତ ଲାଭ ଆମ୍ଭ ଅଷ୍ଟ ବସୁଙ୍କୁ କହିବ ସମ୍ଭବ। ରାଜର୍ଷି ଶାନ୍ତନୁଙ୍କ ହୁଅ ମହାଦେଇ ତୁମ୍ଭ ଗର୍ଭ ମଧ୍ୟରେ ଜନ୍ମ ହେବୁ ଯାଇ। ଆଗ ମାତ ଆମ୍ଭେଟି ଜନ୍ମ ହେବା ମାତ୍ର ଆପଣାର ଜଳରେ କରିବୁ ତ୍ୟକର୍ତ୍ତ। ଏହିପରି କରିଲେ ସାପ ମୁକ୍ତ ହେବୁ। ଗଙ୍ଗା ଦେବୀ କହିଲେ ଆଚ୍ଛା ହେଉ ବାବୁ। ବସୁଗଣ ଗମିଲେ ନିଜ ନିଜ ଘର ଗଙ୍ଗା ମଧ୍ୟ ଚିନ୍ତାରେ ହୋଇଲେ ଅନ୍ତର। ଏ ସମୟ ସେ ରାଜା ମହାଭୀଷ୍ମ ଯେହି ପ୍ରତିପକ୍ଷୀ ଦୀପଙ୍କ ପୁତ୍ର ତୋଟି ପାଇ ଜନ୍ମଲଭି ଶାନ୍ତନୁ ନାମେ ଖ୍ୟାତ ହେଲେ। ସତ୍ୟବାଦୀ ଧର୍ମାତ୍ମା ଅତୀବ ହୋଇଲେ। ଆହେ ଋଷି ଏକଦା ପ୍ରଦୀପମହି ଧବ ତେଜବନ୍ତ ସୂର୍ଯ୍ୟଙ୍କୁ କରୁଥିଲେ ସ୍ତବ। ଏ ସମୟ ସେ ଗଙ୍ଗା ଭାଗୀରଥୀ ସତୀ ପରିତ୍ୟାଗ କରିଣ ସୁମରଣୀ ମୂର୍ତ୍ତି। ପରମ ରୂପବତୀ ସୁଲାବଣ୍ୟ ସତୀ ଜଳରୁ ବାହାରିଣ ଆପେ ପୁଣ୍ୟବତୀ। ନୃପତି ପ୍ରତୀପଙ୍କ ଶାଳ ତରୁ ଦୃଶ୍ୟ ଦକ୍ଷିଣ ଉରୁଟିରେ ହେଲେ ଉପଦେଶ। ସତୀ ଶିରୋମଣିଟି ଅଙ୍କ ସ୍ଥିତା ଦେଖି ନିଶଙ୍କରେ କହିଲେ ରାଜନ ଏତିକି। ମୋ ଦକ୍ଷିଣ ଉରୁରେ କିମ୍ପା ସୁଲକ୍ଷଣୀ ଉପବିଷ୍ଟା ହୋଇଲ କହ କିସ ଜାଣି। ଏହା ଶୁଣି କହିଲେ ଗଙ୍ଗା ବରାରୋହା ବସିବାର କାରଣ ଶୁଣ ନର ନାହା। ହେ କୁରୁକୁଳ ଶ୍ରେଷ୍ଠ ସମ୍ରାଟ ମୁକୁଟ ତୁମ୍ଭ ପ୍ରତି ମୋ ମନ ହେଉଛି ଉଚ୍ଚାଟ। ଅନୁରକ୍ତ ହେବାରେ ଅଙ୍କରେ ବସିଲି ଅନୁରାଗ କରିବା ହୁଅନ୍ତେ କହିଲି। ଏହା ଶୁଣି କହିଲେ ପ୍ରଦୀପ ନୃପଣୀ ଆଗର ଯୌବନ ଶାଳିନୀ ରମଣୀ। ମୁକାମ ବଶ ହୋଇ ପର ସ୍ତ୍ରୀ ଗମନ କରିବାରେ କଦାପି ମୋର ନାହିଁ ମନ। ପୁଣି ଏକ କାରଣ ଅଛି ଘୋରମଣି ଦକ୍ଷିଣ ଉରୁଟିରେ ବସିଅଛ ଜାଣି। ପୁତ୍ର ପୁତ୍ର ବଧୂଙ୍କ ଅଟଇ ଏ ସ୍ଥାନ ଶୁଭ୍ର ହାସି କଲ୍ୟାଣୀ ଏ ସକାଶୁ ଘେନ।
ମୁଁ ବାଞ୍ଛିବା ପ୍ରକାରେ ପୁତ୍ର ଜନମିବ, ତୁମ୍ଭେ କାମୋହର ପୁତ୍ର ବଧୂ ହେବ। ଆପଣଙ୍କ କଲ୍ୟାଣେ ଗୋ କଲ୍ୟାଣମୟୀ, ମୋର ପୁତ୍ର ହୋଇବ ସନ୍ଦେହଟି ନାହିଁ। ଶେରମଣି କାମିନୀ ତଥାସ୍ତୁ କହିଣ, ସେହିଠାରୁ ସେ ବାଳା କରିଲେ ଗମନ। ରାଜା ମଧ୍ୟ ଚିନ୍ତିଣ ରମଣୀ ବିଷୟ, ପ୍ରବେଶ ହେଲେ ଯାଇ ଆପଣାଳୟ। କିଛି କାଳ ଅନ୍ତରେ ରାଜାଙ୍କ ନନ୍ଦନ, ଜନମୀନ ଲଭିଲେ କ୍ରମେ ଯୌବନ। ଇଚ୍ଛା ହେଲା ରାଜାଙ୍କ ବନବାସ ଯେଣୁ, ପୁତ୍ରଙ୍କୁ ଏ ବୃତ୍ତାନ୍ତ କହିଦେଲେ ତେଣୁ। ପୁନର୍ବାର କହିଲେ ଶୁଣ ଆରେ ବାଳା, ଯହିଁ ସେ ଚାରୁ ହାସି ପ୍ରେମଶାଳା ବାଳା। ସ୍ୱଇଚ୍ଛାରେ ଆସିବ ଭଜ ବୋଲି ମତେ, ଭାର୍ଯ୍ୟା ରୂପେ ଘେନିବୁ କହୁଅଛି ତତେ। ହେନ ରାଧିପ ପୁତ୍ର ମୋର କଥା ମାନି, ଘେନିବୁ ମନୋରମ ରମଣୀର ପାଣି। ମୋର କଥା ପ୍ରକାରେ ତୁ କିଏ ସେ ବୋଲି, ପଚାରିବୁ ନାହିଁଟି ତାହାକୁ କହିଲି। ଧର୍ମପତ୍ନୀ କରିଣ ସେ କନ୍ୟା ସୁମୁଖୀ, ନିଶ୍ଚୟରେ ରେ ବାପ ତୁ ହୋଇବୁ ସୁଖୀ। ସେ ନୃପତି ପ୍ରତି ପଶୁପୁତ୍ରେ କହିଣ, ସୁଶ୍ରାମାଜ୍ୟ ସମ୍ପଦ କରିଲେ ପ୍ରଦାନ। ସାନଳ ହୃଦୟରେ ବନରେ ପ୍ରବେଶୀ, ସେ ନୃପତି ପ୍ରତିପ ତପସ୍ୟାରେ ବସି। ଅମ୍ବିକାଙ୍କ ଚରଣ କରି ଆରାଧନ, ଦେହ ଛାଡ଼ି ସୁପୁଣ୍ୟ ଗଲେ ସ୍ୱର୍ଗଧାମ। ମହାତେଜ ମହିପ ଶାନ୍ତନୁ ନୃରାଜ, ସାମ୍ରାଜ୍ୟରେ ବିରାଜ ଦିଶିଲେ ବିଭ୍ରାଜ। ସ୍ୱଧର୍ମ ଅନୁସାରେ ବିହି ଦଣ୍ଡ ଆଦି, ସୁପ୍ରଜା ବର୍ଗ ପାଳିଲେ ବସି ରାଜଗାଦି। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ, ମହତ ପୁରାଣର ଦ୍ୱିତୀୟ ସ୍କନ୍ଧରେ। ଗଙ୍ଗା ଦେବୀଙ୍କ ମହାଭୀଷ୍ମ ରାଜାଙ୍କର, ଶାପ ପ୍ରାପ୍ତ ହେବାର ଅଷ୍ଟବସୁଙ୍କର। ତ୍ରିଅଧ୍ୟାୟ ସମ୍ପୂର୍ଣ୍ଣ ତ୍ରିତାପହାରିଣୀ, ତ୍ରିମୂର୍ତ୍ତି ଦେବଙ୍କର ତ୍ରିଶକ୍ତି ରୂପିଣୀ। ତ୍ରିପୁରାରି ହରଙ୍କ ଅଙ୍କ ନିବାସିନୀ, ତ୍ରିପୁର ଅଧିଦେବୀ ତ୍ରିବର୍ଗଦାୟିନୀ। ତ୍ରିକାଳଜ୍ଞ ତ୍ରିବିଦ ବାସୀଙ୍କ ସେବିନୀ, ତ୍ରିବେଣୀ ସ୍ୱରୂପିଣୀ ତ୍ରିତାପନାଶିନୀ। ତ୍ରିଅମ୍ବା ଅମ୍ବାଳିକା ଅମ୍ବିକା ଚରଣ, ତ୍ରିସନ୍ଧ୍ୟାରେ ବାଲାଜୀ କରଇ ସ୍ମରଣ।